8,152 କୋଟି ଟଙ୍କା ଖର୍ଚ୍ଚ କରିବେ। 8,152 କୋଟି ଟଙ୍କା ଖର୍ଚ୍ଚ କରିବେ। କୋଉ ମଡେଲ କରିବେ? ସିଙ୍ଗାପୁର ମଡେଲ ନା ଜାପାନ ମଡେଲ ନା ଜର୍ମାନ ମଡେଲ ନା ହଂକଂ ମଡେଲ ନା ସିଙ୍ଗାପୁର ମଡେଲ? କୋଉ ମଡେଲ କରିବେ ଚୂড়ାନ୍ତ ନିଷ୍ପତ୍ତି ନେଇନାହାନ୍ତି, କିନ୍ତୁ ନ୍ୟୁ ସିଟି କରିବେ। ମୁଁ ଅଭିନନ୍ଦନ ଜଣାଉଛି। ପ୍ରଥମେ ମୁଁ ଧନ୍ୟବାଦ ଦେବି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜଟଣୀ ନିର୍ବାଚନ ମଣ୍ଡଳୀର ଦାସପୁର, ଭଙ୍ଗାପାଟଣା, କୋଟପାଟଣା, ମଳିପଡ଼ା এই ଅଞ୍ଚଳକୁ ନେଇ ଗୋଟେ ନୂଆ ସିଟି କରିବେ। 8,152 କୋଟି ଟଙ୍କା ଖର୍ଚ୍ଚ କରିବେ। 8,152 କୋଟି ଟଙ୍କା ଖର୍ଚ୍ଚ କରିବେ। କୋଉ ମଡେଲ କରିବେ? ସିଙ୍ଗାପୁର ମଡେଲ ନା ଜାପାନ ମଡେଲ ନା ଜର୍ମାନ ମଡେଲ ନା ହଂକଂ ମଡେଲ ନା ସିଙ୍ଗାପୁର ମଡେଲ? କୋଉ ମଡେଲ କରିବେ ଚୂড়ାନ୍ତ ନିଷ୍ପତ୍ତି ନେଇନାହାନ୍ତି, କିନ୍ତୁ ନ୍ୟୁ ସିଟି କରିବେ। ମୁଁ ଅଭିନନ୍ଦନ ଜଣାଉଛି। ତାରି ଭିତରେ ମୁଁ ଗୋଟେ 80 ଏକର ଜମି ରଖିଛି। ମୋ ନିର୍ବାଚନ ବେଳେ ମୁଁ ସେଠିକାର 50-60 ବର୍ଷର ପ୍ରତିନିଧି। ଯେହେତୁ କଟକ ବାରବାଟୀ ଷ୍ଟାଡିୟମ ଯେତେବେଳେ ଇଣ୍ଟରନ୍ୟାସନାଲ କ୍ରିକେଟ ହଉଛି, କଲା ବେଳକୁ ହୋଟେଲ ମେଫେୟାର କି ଯୋଉ ହୋଟେଲରୁ ଭାରି ଜାମ୍ ହଉଛି ଇଣ୍ଡିଆନ ପ୍ଲେୟାର, ଅନ୍ୟ କଣ୍ଟ୍ରିର ପ୍ଲେୟାର ଦେଖିବା ପାଇଁ। ବହୁ ଅବ୍ୟବସ୍ଥା ହଉଛି। ଯେତେବେଳେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି, ସେତେବେଳେ ତା ପୂର୍ବରୁ ମୁଁ ଯେତେବେଳେ ଏମଏଲଏ ଥିଲି, 77 ମସିହା ଆରମ୍ଭ ହୁଏ, ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ପ୍ରେସିଡେଣ୍ଟ ବହୁ ବର୍ଷ ହେଲା ମୁଁ ଅଛି, ଆଜି ବି ଅଛି। ପ୍ରଥମେ ଗୋଟେ ଷ୍ଟାଡିୟମ ଭୁବନେଶ୍ୱର କରିବା ପାଇଁ ଜାଗା ଖୋଜିଲି। ଜାଗା ଖୋଜିଲା ପରେ ସେ କଳିଙ୍ଗ ଷ୍ଟାଡିୟମଟାକୁ ଚଏସ୍ କଲି। ସେତେବେଳେ ମୁଁ ଅଲମ୍ପିକର ପ୍ରେସିଡେଣ୍ଟ ଥିଲେ ଆମର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଷ୍ଟିଲ ମିନିଷ୍ଟର, ନୀଳମଣି ରାଉତରା ମୁଖ୍ୟମନ୍ତ୍ରୀ, ସତ୍ୟପ୍ରର ମହାନ୍ତି ବାଚସ୍ପତି, ତାଙ୍କୁ ଡାକି ଶୁଭ ଦିଆଇଲି। ସେ ସେମିତି ରହିଯାଇଥିଲା, କିନ୍ତୁ ସେତେବେଳେ ବାଉଣ୍ଡ୍ରିଟା କରିଦେଇଥିଲି ତାର ବାଡ଼ର, ନହେଲେ ଲୋକେ ଦଖଲ କରିଦେଇଥାନ୍ତି। କ୍ରୀଡ଼ା ମନ୍ତ୍ରୀ ହେଲା ପରେ ସୁଯୋଗ ମିଳିଲା କଳିଙ୍ଗ ଷ୍ଟାଡିୟମ ତିଆରି କରିବା ପାଇଁ। 11 ମାସରେ ସେ କଳିଙ୍ଗ ଷ୍ଟାଡିୟମ ତିଆରି ହେଇଛି। ଏବଂ ଧନ୍ୟବାଦ ଦେବି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ। ସେ କଳିଙ୍ଗ ଷ୍ଟାଡିୟମର ମଡେଲ ସର୍ବ ବିଶ୍ୱସ୍ତରରେ ନେଇ ପହଞ୍ଚେଇଛନ୍ତି। ଖୁବ ବଢିଆ ହେଇଛି। ସେଠି ଯେତେବେଳେ ଆମେ କଲୁ, ଫୁଟବଲ ଖେଳ ହେଇପାରିବ, ହକି ହେଇପାରିବ, କ୍ରିକେଟ ହେଇପାରିବନି, ଆଥଲେଟିକ ମିଟ୍ ହେଇପାରିବ। ଗୋଟେ ସିନ୍ଥେଟିକ ଯୋଉଟା ନାଲି ପଡିଛି ଦେଖିଥିବେ, ଖେଳ ହୁଏ, ଦୌଡ଼ା ହୁଏ, ଗୋଟା ଜାପାନ ଗଭର୍ଣ୍ଣମେଣ୍ଟ ଦେଇଥିଲା। ମୁଁ ତାକୁ ସେଇଠି ପକେଇଦେଲି, ଆଥଲେଟିକ ମିଟ୍ ହବ ବୋଲି। କଳିଙ୍ଗ ଷ୍ଟାଡିୟମରେ ପଡିଛି ଏଇନା, କିନ୍ତୁ କ୍ରିକେଟ ହେଇପାରୁନି। ଭୁବନେଶ୍ୱର ଗୋଟେ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ସେଇ ଜାଗାରେ 80 ଏକର ଜମି ଆମେ ରଖିଛୁ। ତେଣୁ ହେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ, ହେ ଚିଫ ସେକ୍ରେଟାରୀ, ଧନ୍ୟବାଦ। ଗୋଟେ ନୂଆ ସହର କରିବେ। ଜଟଣୀ ନିର୍ବାଚନ ମଣ୍ଡଳୀ, ଦାସପୁର, ଭୋଗାପାଟଣା, କୋଟପାଟଣା, ପାଇକରାପୁର এই ଅଞ୍ଚଳ ଧରି ମଧୁପୁର, ମଳିପଡ଼ା এই ଅଞ୍ଚଳରେ କରିବେ। ୱେଲକମ୍। ସେଇ ଜାଗାରେ ଗୋଟେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ମୁଁ ଅଭିନନ୍ଦନ ଜଣାଉଛି, ନିବେଦନ କରୁଛି। ଏବଂ ନୂତନ ସିଟି ପାଇଁ 8,152 କୋଟି ଟଙ୍କା ଯୋଉ ମଞ୍ଜୁର କରିଛନ୍ତି, ତୁରନ୍ତ କୋଉ ମଡେଲରେ କରିବେ? ସିଙ୍ଗାପୁର ନା ଜାପାନ ନା ଜର୍ମାନ
ନା ଫ୍ରାନ୍ସ ତୁରନ୍ତ କାମ ଆରମ୍ଭ କରନ୍ତୁ। 15 ବର୍ଷ ଲାଗିବ। ଆପଣ କଣ 15 ବର୍ଷ ଥବେ? କହିହବ? ଏତେ କାମ କରି ନବୀନ ପଟ୍ଟନାୟକ ବେଢି ମାରିଦେଲା। ତମ ମୋଦି ଜବରଦସ୍ତି ଭୋଟ ଚୋରି କରିକି ନେଲା। ତେଣୁ ତମେ ଯେ ରହିବ ତାର ମାନେ ନାହିଁ। ଯଦି କାମ ଆରମ୍ଭ କରିବା କଥା ତୁରନ୍ତ ଆରମ୍ଭ କର। मन कहुछि किछि नुआ करिबा पई हेले पाखरे संबळ नाही। तेबे व्यस्त हुंतु नाही। मधुलिका एंटरप्राइजेस एबे बुझिबो आपणक मन कथा। क्षुद्र शिल्प ठारु नै मध्यम शिल्प पई सुलभ मूल्य रे जोगाई देबो समस्त प्रकार मेसिन और रॉ मटेरियल जहाकु नै आपण सहज रे आरंभ करि परिबे नुआ एक व्यवसाय। अधिक जानिबा पई आज ही कॉल करंतु